ନମସ୍କାର ଓଡ଼ିଶା। ଆସନ୍ତୁ ଶୁଣିବା ଆଜିର ପ୍ରୟାସ। ସଣ୍ଡେ ମର୍ଣ୍ଣିଂ ଇଜ୍ ଅଲୱେଜ୍ ଏ ଲେଜି ମର୍ଣ୍ଣିଂ। ଦିନ ଷ୍ଟାର୍ଟ କରିବା ପାଇଁ ଷ୍ଟ୍ରଙ୍ଗ ଚା କପେ ନିହାତି ଆବଶ୍ୟକ। ପଦ୍ମିନୀ ଉଠିଲା ପରେ ଫ୍ରେଶନ୍ ଅପ୍ ହୋଇ ଚା ବନାଇବା ପାଇଁ କିଚେନକୁ ଯାଇଥିଲେ। ଯାଇ ଦେଖନ୍ତି ପଙ୍କଜ ଚା ଛାଣୁଛନ୍ତି। ଏବେ ଟ୍ରେରେ 2 କପ୍ ଚା ରଖି ପଦ୍ମିନୀ ଓ ପଙ୍କଜ ଟେବୁଲ ଉପରେ ବସି ଚାର ମଜା ନେଇଥିଲେ। ତୁମ ହାତର ଚାରେ ଆଜି ସଣ୍ଡେ ଷ୍ଟାର୍ଟ ହେଲା। ଜଣାପଡ଼ୁଛି ଆଜିର ସଣ୍ଡେଟି ସ୍ପେଶାଲ ହେବ। କିଚେନରେ ଆଉ ଗୋଟିଏ ସରପ୍ରାଇଜ୍ ତାଙ୍କ ପାଇଁ ଅପେକ୍ଷା କରିଛି ବୋଲି ଏହି ସମୟରେ ପଙ୍କଜ ପଦ୍ମିନୀକୁ କହିଥିଲେ। ପଦ୍ମିନୀ ଏବେ ଉତ୍ସାହରେ ଯାଇ ଦେଖନ୍ତି ଗୋଟିଏ ପଲିଥିନ୍ ବ୍ୟାଗରେ ବଡ଼ ବାଗଦା ଚିଙ୍ଗୁଡ଼ି ଭର୍ତ୍ତି ହୋଇ ଅଛି। ଖୁସିରେ ତାଙ୍କ ଆଖି ପ୍ରସାରିତ ହୋଇଯାଇଥିଲା। ବହୁତ ଦିନ ହେଲା ମାର୍କେଟରେ ବାଗଦା ଚିଙ୍ଗୁଡ଼ି ଭଲରେ ମିଳୁନଥିଲା। ଆଉ ତାପରେ ଯେବେ ମିଳେ ଆକାଶ ଛୁଆଁ ଦର ସାଥିରେ ଖାଇବାର ବାର ବି ହୋଇନଥାଏ। ଯାହା ହେଉ ଆଜି କିଛି ଚିଙ୍ଗୁଡ଼ି ମସଲା ଦେଇ ଭାଜିବି, ଆଉ ବାକି ସବୁ ଝୋଳ କରିନେବି। ଏବେ ଲାଲ ଟହଟହ କରି ଚିଙ୍ଗୁଡ଼ି ଝୋଳ କରାଗଲା। ଝିଅ ଏଲି 8ମ କ୍ଲାସରେ ପଢ଼େ। ବଡ଼ ବାଗଦା ଚିଙ୍ଗୁଡ଼ି ଦେଖି ସେ ବି ଭାରି ଖୁସି। ଆଜି ଆଉ ଡେରି ନ କରି ଲଞ୍ଚ କରିବା ପାଇଁ ପୁରା ପରିବାର ବସି ପଡ଼ିଲେ। ହସ ଖୁସିର ପରିବେଶ ଭିତରେ ସଣ୍ଡେ ଲଞ୍ଚ କରାଯାଇଥିଲା। ପଦ୍ମିନୀଙ୍କୁ ଆଜି ସକାଳୁ ଫୋନ୍ ଧରିବାର ସୁଯୋଗ ମିଳିନଥିଲା। ଏବେ ଖାଇସାରି ସୋଫା ଉପରେ ବସି ଫୋନ୍ ସ୍କ୍ରୋଲ କରିବା ସମୟରେ ଫେସବୁକରେ ନିଜ ସାଙ୍ଗ ସୁସ୍ମିତାର ପୁରୀ ସି ବିଚ୍ରେ 2ଟି ଫଟୋ ଦେଖି ଲାଇକ୍ କରିଥିଲେ। ଆଉ ତାପରେ ସେ ନିଜ ଭିତରେ ଗୋଟିଏ ଉଦାସୀନତା ଅନୁଭବ କରିଥିଲେ। ହଠାତ୍ ଆଜିର ସ୍ପେଶାଲ ସଣ୍ଡେ ତାଙ୍କୁ ଅର୍ଡିନାରୀ ମନେ ହୋଇଥିଲା। ଅନ୍ୟମାନଙ୍କ ଲାଇଫଷ୍ଟାଇଲ ସହ ନିଜକୁ ତୁଳନା କରି ନିରୁତ୍ସାହିତ ଅନୁଭବ କରିଥିଲେ। ନିଜର ଅଜାଣତରେ ମନ ଭିତରେ ଏକ ନକାରାତ୍ମକ ଭାବ ସୃଷ୍ଟି ହୋଇଥିଲା। ସାଙ୍ଗସାଥୀମାନେ ଆଉଟ୍ ଅଫ୍ ଟାଉନ୍ ଯାଇ ଫୋନ୍ କରୁଥିଲା ବେଳେ ସେ ନିଜକୁ କେବଳ କିଚେନରେ ସୀମିତ ପାଇଥିଲେ। ଝିଅ ଏଲି ବି ସେହି ସମୟରେ ଇନଷ୍ଟାଗ୍ରାମରେ ନିଜ ସାଙ୍ଗମାନଙ୍କୁ ଷ୍ଟାରବକ୍ସରେ କଫି ପିଇବାର ରିଲ୍ସରେ ଦେଖି ନିଜ ଲାଇଫକୁ ବୋରିଂ ବୋଲି ଭାବି ବିଚଳିତ ଅନୁଭବ କରିଥିଲା। ଏହି ସମୟରେ ପଙ୍କଜ ଗୋଟିଏ ଛୋଟ ମିଠା ନିଦ ନେଇ ଉଠିଥିଲେ। ଆଉ କହିଲେ, ଏବେ ମୁଁ ଜାଣିପାରୁଛି କାହିଁକି ଗୋପବନ୍ଧୁ କହିଥିଲେ, ହଇ ଓ ଚିଙ୍ଗୁଡ଼ି କାଇଁ ଘୁଙ୍ଗୁଡ଼ି ମାରିବା କାହାକୁ ଖାଇ। ଆଉ ଏହା ଶୁଣି ପଦ୍ମିନୀ ମୁହଁ ବୁଲାଇ ବେଡରୁମକୁ ଚାଲି ଯାଇଥିଲେ। ପ୍ରୟାସଟିକୁ ଏଇଠି ବିରାମ ଦେଇ ଆଉ ଗୋଟିଏ ପ୍ରୟାସର ପ୍ରତିଶ୍ରୁତିରେ ରହୁଛି। ରହିଲି, ନମସ୍କାର।